ଜୟ ଜଗନ୍ନାଥ ସାଙ୍ଗମାନେ, ଚାଲନ୍ତୁ ଜାଣିବା ଜଗନ୍ନାଥଙ୍କ ପରମ ଭକ୍ତ ସାଲବେଗଙ୍କ ପାଇଁ ଅଟକିଥିଲା ନନ୍ଦିଘୋଷ। ନମସ୍କାର ଦର୍ଶକ ବନ୍ଧୁ, ଆଜି ଆମେ ବୁଲିଯିବା ପୁରୀରେ ଥିବା ସାଲବେଗଙ୍କ ମନ୍ଦିର ଏବଂ ସେହି ଭକ୍ତ ସାଲବେଗଙ୍କ ବିଷୟରେ କିଛି ଅଜଣା କଥା ଜାଣିବା। ଜଗନ୍ନାଥଙ୍କ ପରମ ଭକ୍ତ ସାଲବେଗଙ୍କ ପାଇଁ କାହିଁକି ଅଟକିଥିଲା ନନ୍ଦିଘୋଷ, ଚାଲନ୍ତୁ ଜାଣିବା। ଭଗବାନ ଭକ୍ତର ଜାତି ଧର୍ମ ବର୍ଣ୍ଣ କିଛି ଦେଖନ୍ତି ନାହିଁ, ଦେଖନ୍ତି ତ ଭକ୍ତର ଭକ୍ତି ଟିକକ। କିଏ କିଏ ମନ ପ୍ରାଣ ଦେଇ ନିଜକୁ ସମର୍ପିତ କରିଛି ତାହା ହିଁ ଦେଖିଥାନ୍ତି ଭଗବାନ। ପ୍ରଭୁ ଜଗନ୍ନାଥଙ୍କର କେମିତି ଜଣେ ଭକ୍ତ ହେଲେ ପ୍ରଭୁ ସାଲବେଗ। ସାଲବେଗ ଜଣେ ଗରିବ ମୁସଲମାନ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିତା ଲାଲବେଗ ବିହାର ବାସିନ୍ଦା। ସେ ଜଣେ ମୋଗଲ କର୍ମଚାରୀ ଥିଲେ। ପୁରୀରେ ଆକ୍ରମଣ ସମୟରେ ଲାଲବେଗ ସାଲବେଗଙ୍କ ମାତାଙ୍କୁ ବିବାହ କରିବା କଥା ଜଣାପଡ଼େ। ସେ ଜଣେ ଓଡ଼ିଆ ବ୍ରାହ୍ମଣୀ ଥିଲେ। ଲାଲବେଗ ତାଙ୍କୁ ଜୋରଜବରଦସ୍ତ ବିବାହ କରିଥିଲେ। ବିବାହ କରିବା ପରେ ତାଙ୍କର ନାମ ପ୍ରତିମା ବିବି ହୋଇଥିଲା। ଲାଲବେଗ ଓ ପ୍ରତିମାଙ୍କଠାରୁ ସାଲବେଗଙ୍କ ଜନ୍ମ ହୋଇଥିଲା। ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ସାଲବେଗ ପିଲାବେଳୁ ଓଡ଼ିଆ ଶାସ୍ତ୍ର ଶୁଣି ସବୁ କଥା ମନେ ରଖୁଥିଲେ। ସେ ଅନେକ ଭଜନ ଓ ଜଣାଣ ମଧ୍ୟ ଗାଇଛନ୍ତି। ଭକ୍ତ ସାଲବେଗଙ୍କ ସମାଧି ଏବେ ବି ପୁରୀର ମୁଖ୍ୟ ଚିକିତ୍ସାଳୟ ପାଖରେ ରହିଛି। ସାଲବେଗଙ୍କ ମାମୁଁ ଘର ଦାଣ୍ଡ ମୁକୁନ୍ଦପୁର ଠାରେ। ଏହା ସାଲବେଗଙ୍କ ସ୍ତୁତିପୀଠ ଭାବରେ ପରିଚିତ। ତାଙ୍କ ମାଆଙ୍କୁ କିପରି ଭାବେ ଅପହରଣ କରାଯାଇଥିଲା ସେ ତାହାକୁ କବିତା ମାଧ୍ୟମରେ ଅତ୍ୟନ୍ତ ହୃଦୟ ଦେଇ ପ୍ରକାଶ କରିଛନ୍ତି। ଲାଲବେଗ ପୁରୀ ଆକ୍ରମଣ କରିବା ଲାଗି ଯେତେବେଳେ ବାଟରେ ଆସୁଥିଲେ, ଦାଣ୍ଡ ମୁକୁନ୍ଦପୁରଠାରେ ଏକ ବିଧବା ବ୍ରାହ୍ମଣୀଙ୍କୁ ଗାଧୋଉଥିବା ସମୟରେ ଦେଖିଥିଲେ। ଦେଖିବା ପରେ ସେ ତାଙ୍କ ପ୍ରତି ଆକର୍ଷିତ ହୋଇଥିଲେ। ପରେ ତାଙ୍କୁ ଅପହରଣ ମଧ୍ୟ କରିଥିଲେ। ଏବେ ସେ ମହିଳା ଜଣକ ନିଜକୁ ଲାଲବେଗଙ୍କୁ ସମର୍ପିତ କରି ଆତ୍ମହତ୍ୟା କରିବେ ବୋଲି କହିଥିଲେ। ପରେ ତାଙ୍କୁ ଲାଲବେଗ ନିଜର ବୋଲି ଗ୍ରହଣ କଲେ। କିନ୍ତୁ ମହିଳା ଜଣକ ନିଜର କିଛି ସର୍ତ୍ତ ରଖିଥିଲେ। ଯେପରି ସେ କହିଥିଲେ ଯେ କୌଣସି ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କରିବା ସହ ତାଙ୍କୁ କୌଣସି ମୁସଲମାନ ଧର୍ମ ମାନିବା ପାଇଁ କେବେ ହେଲେ କହିବେ ନାହିଁ। ତେଣୁ ଲାଲବେଗ ପୁରୀ ଆକ୍ରମଣ ନ କରି ଦାଣ୍ଡ ମୁକୁନ୍ଦପୁରଠାରୁ ହିଁ ଫେରି ଯାଆନ୍ତି। କିଛି ଦିନ ପରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହେଲା, ଯାହାର ନାମ ସାଲବେଗ। ପରେ ତାଙ୍କ ପୁତ୍ର ବଡ଼ ହେବାକୁ ଲାଗିଲା। ଥରେ ସାଲବେଗ ଯୁଦ୍ଧ ସମୟରେ ଅତ୍ୟନ୍ତ ଆହତ ହୋଇଯାଇଥିଲେ। ଅତ୍ୟନ୍ତ କଷ୍ଟ ହେବା କାରଣରୁ ସେ ତାଙ୍କ ମାଆଙ୍କୁ ଡାକି କହିଲେ, ମା, ମୋତେ ବଞ୍ଚାଇ ଦିଅ, କିଛି ଉପାୟ କୁହ, ନଚେତ୍ ମୁଁ ଆତ୍ମହତ୍ୟା କରିଦେବି। ଏହା ଶୁଣିବା ପରେ ମା ତାଙ୍କୁ ଈଶ୍ୱର ବିଶ୍ୱସ୍ତ ହେବା ପାଇଁ କହିଥିଲେ। ସବୁ ଠିକ୍ ହେବ ବୋଲି କହିଲେ। ଏହାପରେ ହିନ୍ଦୁ ଦେବାଦେବୀଙ୍କ ଲାଗି ତାଙ୍କ ମନରେ ଭକ୍ତି ଆସିଲା। ଏହାପରେ ମଧ୍ୟ ତାଙ୍କ ଦେହ ଭଲ ହେଲା ନାହିଁ। ପରେ ତାଙ୍କ ମା ଉପଦେଶ ପାଳନ କରି ବୃନ୍ଦାବନଠାରେ କୃଷ୍ଣଙ୍କ ନାମ ଜପିଥିଲେ। ପରେ ସେଠାରେ ତାଙ୍କ ଦେହ ଭଲ ହୋଇଯାଇଥିଲା। ପରେ ସାଲବେଗ ଓ ତାଙ୍କ ମାତା ପୁରୀ ଆସିଥିଲେ, କିନ୍ତୁ ସେମାନଙ୍କୁ ମନ୍ଦିର ଭିତରକୁ ଯିବାକୁ ଅନୁମତି ଦିଆଯାଇନଥିଲା। ତେଣୁ ସାଲବେଗ ନିଜ କବିତାରେ ଲେଖିଛନ୍ତି ଯେ, ପିତା ମୋ ମୋଗଲ, ମାତା ମୋ ବ୍ରାହ୍ମଣୀ, ଏ କେଉଁ କୂଳ ମୁଁ ଜନ୍ମିଲି, ହିନ୍ଦୁ ନ ଛୁଏଁ ମୋ ପାଣି। ଭକ୍ତ ସାଲବେଗ ପ୍ରବଳ ଇଚ୍ଛା ଥିଲେ ମଧ୍ୟ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ବ୍ୟାକୁଳ ହେଉଥିଲେ। 1622 ମସିହାରୁ 1647 ମସିହା ମଧ୍ୟରେ ସାଲବେଗ ଅନେକ ଭଜନ ଓ ଜଣାଣ ଗାଇଥିଲେ। ଲାଗା ସନ୍ନ୍ୟାସୀମାନେ ମୋଗଲଙ୍କ ପୁରୀ ଆକ୍ରମଣ ସମୟରେ ପୁରୀ ମନ୍ଦିର ସୁରକ୍ଷା ନିମନ୍ତେ ନିଜର ପ୍ରାଣ ଆହୁତି ଦେଇଥିଲେ। ସେବାୟତମାନେ ଠାକୁରଙ୍କୁ ଦାଣ୍ଡ ମୁକୁନ୍ଦପୁର ନେଇ ଲାଲବେଗ ବଙ୍ଗ ଯିବା ସମୟରେ କଲିକତାଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ସାଲବେଗ ଓ ତାଙ୍କ ମାତାଙ୍କୁ ତାଙ୍କ ଘରଲୋକ ଘରୁ ବାହାର କରି ଦେବା ପରେ ସେମାନେ ଦକ୍ଷିଣ ଆଡ଼େ ପଳେଇ ଯାଇଥିଲେ। ଏହାପରେ ତା ପରବର୍ଷ ସାଲବେଗ ରଥଯାତ୍ରା ଦେଖିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ତେଣୁ କିମ୍ବଦନ୍ତୀରୁ ଜଣାପଡ଼େ କି ସାଲବେଗଙ୍କୁ ଦର୍ଶନ ଦେବା ପାଇଁ
ପୁରୀ ବଡ଼ଦାଣ୍ଡରେ ନନ୍ଦିଘୋଷ ଅଟକି ରହିଥିଲା ଓ ଶାଲବେଗ ପହଞ୍ଚି ଦର୍ଶନ କଲା ପରେ ରଥ ଚାଲିଥିଲା। ତାଙ୍କ ମୃତ୍ୟୁ ପରେ ବଡ଼ଦାଣ୍ଡିଠାରେ ତାଙ୍କର ସ୍ତୁତିପୀଠ ନିର୍ମାଣ କରାଯାଇଥିଲା। ମନ୍ଦିର ଭିତରକୁ ନଗଲେ ମଧ୍ୟ ବାହାରେ ଥାଇ ପ୍ରଭୁଙ୍କ ପ୍ରତି ଅସୀମିତ ଭଲ ପାଇବା ଯୋଗୁଁ ପ୍ରଭୁ ଅଟକି ରହିଥିଲେ। ଶାଲବେଗଙ୍କ ଭଜନ ଏବେ ବି ଲୋକମାନଙ୍କ ପାଖରେ ବଳବତ୍ତର ହୋଇ ରହିଛି। ଓଡ଼ିଶାର ବିଶେଷ ଗାୟକ ଭିକାରୀ ବଳ ମଧ୍ୟ ଶାଲବେଗଙ୍କ ବିଶେଷ ଭଜନ ଗାଇଛନ୍ତି। ତାଙ୍କ ଭଜନରେ ପୁରୀ ମନ୍ଦିରଠାରୁ ଆକ୍ରମଣ କରିବାଠାରୁ ଆରମ୍ଭ କରି ସେଠାରେ ହୋଇଥିବା ସମସ୍ତ ରୀତିନୀତି ଉପରେ ପରିଚିତ। ଦର୍ଶକବନ୍ଧୁ, ଆଜି ଆମେ ଜାଣିପାରିଲେ ଭକ୍ତ ଶାଲବେଗଙ୍କ ବିଷୟରେ କିଛି ଜଣା ଅଜଣା କଥା ଓ ତାଙ୍କ ଜୀବନୀ। ଦର୍ଶକବନ୍ଧୁ, ଆଶା କରୁଛି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥିବ। ଯଦି ଏହି ଭିଡ଼ିଓଟି ଭଲ ଲାଗିଥାଏ ପ୍ଲିଜ୍ ଚ୍ୟାନେଲକୁ ଲାଇକ୍ କରିବା ସହିତ ସବସ୍କ୍ରାଇବ୍ କରିବାକୁ ଜମାରୁ ବି ଭୁଲିବେନି। ରହୁଛି, ନମସ୍କାର, ଜୟ ଜଗନ୍ନାଥ।